ହ୍ୟାଲୋ ୱେଲକମ୍ କରୁଛି ମୋର ଆଜିର ଆଉ ଗୋଟେ ମିନି ବ୍ଲଗ୍କୁ। ତ ହାପି ସରସ୍ୱତୀ ପୂଜା ସମସ୍ତଙ୍କୁ ମୋ ତରଫରୁ। ତ ଏଇଠି ମୁଁ ଘରେ ଆଗେ ପ୍ରଥମେ ସବୁ ପୂଜା କରିଦେଇଥିଲି ଠାକୁରଙ୍କୁ। ଆଉ ତାପରେ ମୋ ବୋଉ ଏଠି କରୁଛନ୍ତି ଚକୁଳି ପିଠା। ପୂଜା ସମୟରେ କିନ୍ତୁ ଗୋଟେ କଥା ମୋର ମନେ ଅଛି, ଯେକୌଣସି ପୂଜା ହେଉନା କାହିଁକି ମୋ ବୋଉ କିନ୍ତୁ ପିଠା କରନ୍ତି। ଆଉ ଚକୁଳି ପିଠାଟା ନିହାତି ହେଇଥିବ, କ'ଣ ହଉ କି ନ ହଉ। ମାଆ ଭଳିଆ କେହି ବି ହେବେନି। ଦେଖୁଛନ୍ତି ତ ମୋ ବୋଉଙ୍କର ଚୁଟି ମୁଁ କାଟି ଦେଇଥିଲି ମଝିରେ, ଏବେ ଦେଖୁଛନ୍ତି ଚାକେଣ୍ଡେ ମାନେ ହାତେ ଚାକେଣ୍ଡେ ମୁଁ ମାପିଦେଲି ବୋଲିକିନା ମୋ ବୋଉ ତାଙ୍କ ଷ୍ଟଲ୍ଟାକୁ ପୁରା ମୁଣ୍ଡରେ କଭର୍ କରିଦେଲେ। ବୋଉ ବୋଧେ ଜାଣିଗଲେ ଆଉ ମୁଁ ଏଠି ଠିଆ ହେଇକି ତାଙ୍କ ଚୁଟି ମାପୁଛି ବୋଲିକିନା। ଆଉ ମୋ ବୋଉଙ୍କ ଚୁଟି କିନ୍ତୁ ଆଗେ ବହୁତ ବଡ଼ ଥିଲା, ମାନେ ଯାହାକୁ କହନ୍ତି ସବୁଠାରୁ ବଡ଼ ଚୁଟି। ଦେଖୁନାହାନ୍ତି, କହୁଛନ୍ତି ମୁଁ ଠିଆ ହେଇକି ମୋ ଚୁଟିକି ଖୁଣି ସାରିଲୁଣୁ। ହଉ ଛାଡ଼, ଆମ ମାଆ ଝିଅଙ୍କ ତ ମଜାମସ୍ତି ଏମିତି ଚାଲେ। ଆଉ ମୋର ଏଇଠି ପିଠା ପୁରା ରେଡ଼ି ହେଇଥିଲା। ପିଠା ଖାଇସାରିଲା ପରେ ଆମେ ବାହାରି ଯାଇଥିଲୁ RT ଅଫିସ୍। କ'ଣ କରିବା, ସରକାରଙ୍କ ତ ନୂଆ ନୂଆ ନିୟମ ବାହାରୁଛି। ପ୍ରଥମେ ପଲ୍ୟୁସନ୍ କରିକି ଆଣିଲୁ, ପୁଣି ଗୋଟେ କ'ଣ ଗ୍ରୀନ୍ ଷ୍ଟିକର୍, ଯେଉଁଟାକୁ କି ନ ଆଣିଲେ ତୁମକୁ ପେଟ୍ରୋଲ୍ ମିଳିବ ନାହିଁ ଟାଙ୍କିରୁ। ଏଠି ଆସିକି ଠିଆ ହେଲେଣି ଘଣ୍ଟାଏ। ଆଉ ଦେଖିପାରୁଥିବେ ବାବୁମାନେ ଏଠି କାମରେ ବ୍ୟସ୍ତ, ତାଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆ ପାଇଁ ପଡ଼ିଲା। ନିହାତି ଘଣ୍ଟାଏ ପରେ ଆମର କାମଟା ହେଇପାରିଲା। ଆଉ ଏଇ ଜାଗାରେ ଗୋଟେ ସୁନ୍ଦର ଗୋଲାପ ଗଛ ବି ଥିଲା, ପ୍ରବଳ ଫୁଲ ହେଇଥିଲା। ମୋ ଆଖି ତ ପୁରା ଅଟକିଗଲା ଗଛ ପାଖରେ। ଆଉ ଘରକୁ ଆସି ଦେଖେ ତ ବୋଉ ଆମର ସଜବାଜ ହେଲେଣି। ସଜବାଜର କାରଣଟା କ'ଣ ମୁଁ କାଲି ଆପଣମାନଙ୍କ ସହିତ ସେୟାର କରିବି। ଭୋକ ପ୍ରଚୁର କରିଥିବାରୁ ସାଙ୍ଗେ ସାଙ୍ଗେ ଖାଇବା ପାଇଁ ବସି ପଡ଼ିଥିଲି। ଆଉ ଖାଇବା ତ ଆଜି ସମସ୍ତଙ୍କ ଘରେ ହେଇଥିବ ନା, ଅରୁଆ ଭାତ ଡାଲମା, ତା ସହିତ ଖଟା, ତା ସହିତ କାକୁଡ଼ି। ଆଉ ମୋତେ ପୁରା ପ୍ରଚୁର ମାତ୍ରାରେ ଭୋକ ଲାଗୁଥିଲା। ତ ମୁଁ ସେଥିପାଇଁକି ନା ଆଗେ ପ୍ରଥମେ ବସିକି ଖାଇବା ଆରମ୍ଭ କରିଦେଲି। ଆଉ ଖାଇକି ପୁରା ମନ ଶାନ୍ତି, ଆତ୍ମା ବି ଶାନ୍ତି। ବାଦାମ ସେକ୍ଟା ଯେହେତୁ ଅଧା ଥିଲା ତାକୁ ବି ମୁଁ ପିଇ ଦେଇଥିଲି। ଭିଡ଼ିଓ ଭଲ ଥିଲା ଭିଡ଼ିଓ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।